ଗୋଟିଏ ସୁନ୍ଦର ଘନ ବଣରେ ବିଲୁଆ, ମାଙ୍କଡ଼ ଓ ଠେକୁଆ ରହୁଥିଲେ। ସେମାନେ ତିନି ଜଣ ବହୁତ ସରଳ ଓ ନିରୀହ ଥିଲେ। ସକାଳେ ସେମାନେ ଏକାଠି ବସି କଥା ହୁଅନ୍ତି, ଦୁଇ ପହରରେ ଖାଆନ୍ତି ଏବଂ ସନ୍ଧ୍ୟାରେ ଆକାଶ ଦେଖି ଗପ କରନ୍ତି। ବନ୍ଧୁମାନେ, ଆଜି ବଣ ବହୁତ ସୁନ୍ଦର ଲାଗୁଛି ନା? ଜଳ ମଧ୍ୟ ଖୁବ୍ ସ୍ୱଚ୍ଛ। ଆଜି ମାଛ ଧରିବାରେ ମଜା ହେବ। ସବୁଠାରୁ ବଡ଼ କଥା, ଆମେ ତିନି ଜଣ ସାଙ୍ଗେ ଅଛୁ, ସେଇଟା ହିଁ ସୁଖ। ସୁଦୂର ଆକାଶରୁ ଜହ୍ନରାଇଜର ଗୋଟିଏ ପରୀ ଏହି ଦୃଶ୍ୟ ଦେଖୁଥିଲେ। ତିନି ଜଣଙ୍କର ଭଲ ସାଙ୍ଗ ଦେଖି ସେ ଭାବିଲେ, ଦେଖିବେ ଏମାନଙ୍କ ଭିତରେ କିଏ ସବୁଠାରୁ ଭଲ। ପରୀ ତୁରନ୍ତ ଗୋଟିଏ ବୁଢ଼ୀ ବେଶ ଧରି ବଣ ଭିତରକୁ ଆସିଲେ। ହାୟରେ ବାପା ମାନେ, ମୁଁ ଏଇଠି ପାଖରେ ରହୁଛି। 3 ଦିନ ହେଲାଣି କିଛି ଖାଇନି। ଭୋକରେ ମୋ ଦେହ କାঁପୁଛି। ତୁମେମାନେ ମୋତେ କିଛି ଖାଇବାକୁ ଦେବ କି? ବୁଢ଼ୀର କଥା ଶୁଣି ତିନି ସାଙ୍ଗଙ୍କ ଆଖିରେ ଲୁହ ଆସିଗଲା। ମା, ତୁମେ ଚିନ୍ତା କରନି, ମୁଁ ଏବେ ବଣରୁ ପାଚିଲା ଫଳ ଆଣୁଛି। ମୁଁ ପୋଖରୀ ପାଖକୁ ଯାଇ ମାଛ ଧରି ଆସୁଛି। ଭୋକିଲା ଲୋକ ଦେଖିଲେ ମୋ ମନ ମନେ ନାହିଁ, ମଧ୍ୟ କିଛି ଭଲ ଖାଇବା ଖୋଜି ଆସିବି। ତିନି ଜଣେ ତିନି ଦିଗକୁ ଚାଲିଗଲେ। କିଛି ସମୟ ପରେ ସେମାନେ ଫେରିଲେ। ଦେଖ, ଏହି ପାଚିଲା କଦଳୀ ଓ ଆମ୍ବ। ତାଜା ମାଛ, ଏହା ଖାଇଲେ ଶକ୍ତି ଆସିବ। ଠେକୁଆ ଖାଲି ହାତେ ଫେରିଲା। ତା ଆଖି ନିମ୍ନକୁ ଥିଲା। ମା, ମୁଁ ଅନେକ ଖୋଜିଲି କିନ୍ତୁ କିଛି ପାଇଲି ନାହିଁ। ତୁମେ ଭୋକିଲା, ଏଇଠି ନିଆଁ ଜଳୁଛି। ମୁଁ ୟା ଭିତରକୁ ଡେଇଁ ପଡୁଛି। ଠେକୁଆ ମାଂସ ତୁମକୁ ନିଶ୍ଚୟ ଭଲ ଲାଗିବ। ଠେକୁଆ ନିଆଁ ପାଖକୁ ଆଗକୁ ବଢିଲା। ହଠାତ୍ ବୁଢ଼ୀ ଗୋଟିଏ ଦିବ୍ୟ ପରୀରେ ପରିଣତ ହେଲେ। ଚାରିଦିଗେ ଆଲୋକ ବିଛୁଡ଼ିଗଲା। ତୁମେ ତିନି ଜଣ ଭଲ, କିନ୍ତୁ ଠେକୁଆ, ତୁମେ ସବୁଠାରୁ ଶ୍ରେଷ୍ଠ। ଜଣେ ଅଜଣା ବୁଢ଼ୀ ପାଇଁ ତୁମେ ନିଜ ଜୀବନ ଦେବାକୁ ଚାହୁଁଥିଲ। ମୁଁ ଜହ୍ନରାଇଜର ପରୀ। ପରୀ ଠେକୁଆକୁ ସାଥିରେ ନେଇ ଆକାଶକୁ ଉଡ଼ିଗଲେ। ଠେକୁଆ ଆଜିଠୁ ଜହ୍ନରେ ରହିବ। ତାକୁ ଦେଖି ଲୋକେ ସରଳ, ଭଲ ଓ ପରୋପକାରୀ ହେବା ଶିଖିବେ। ସେହି ଦିନଠାରୁ ଆମ୍ଭେ ଜହ୍ନ ଦେହରେ ଠେକୁଆକୁ ଦେଖୁଛୁ।